ନଈକୂଳରେ ଗୋଟିଏ ବଡ଼ ଝଙ୍କା ବରଗଛଟିଏ ଥାଏ। ସେହି ଗଛ ତଳେ କୁକୁରଟିଏ ରହୁଥାଏ। ଦିନ ତମାମ ଏଣେ ତେଣେ ବୁଲେ। ସଞ୍ଜ ହେବା ପୂର୍ବରୁ ଆସି ସେଇଠାରେ ଶୋଇଯାଏ। ସେହି ଗଛରେ ବଣି ଚଢ଼େଇଟିଏ ବସା କରି ରହୁଥାଏ। ନିଇତି ସେମାନଙ୍କର ଦେଖା ହେଉଥାଏ। ଏହି ଦେଖାଦେଖିରେ ସେମାନଙ୍କ ଭିତରେ ବନ୍ଧୁତା ଆସିଯାଇଥାଏ। ଦିନେ ନଈ ଆରପଟକୁ କୁକୁରଟି ଯାଇଥାଏ। ସେ ସେଠାରେ ବୁଲୁ ବୁଲୁ ମାଂସ ଖଣ୍ଡିଏ ପାଇଲା। ତାକୁ ଗଛ ତଳରେ ବସି ଖାଇବ ବୋଲି ଧରି ଫେରୁଥାଏ। ନଈ ପୋଲ ଉପରେ ଆସିବା ବେଳେ ସେ ପାଣିକି ଚାହିଁଦେଲା। ପୋଲ ତଳେ ଓକାତ ପାଣି। ଆଇନାରେ ମୁହଁ ଦେଖିଲା ଭଳି ପାଣିକୁ ଚାହିଁଲେ ମୁହଁ ଛାଏଁ ଛାଏଁ ଦିଶୁଥାଏ। ଯେମିତି ପାଣିକୁ ସେ ଚାହିଁଛି, ସେ ଦେଖିଲା ପାଣିରେ ଗୋଟିଏ ଠିକ୍ ତା ଭଳି କୁକୁର ମାଂସ ଖଣ୍ଡିଏ ଧରି ତା ଆଡ଼କୁ ଚାହିଁଛି। ସେ ଭାବିଲା, ମୁଁ ତ ଗୋଟିଏ ମାଂସ ପାଇଛି। ଯଦି ସେ କୁକୁରଟା ପାଖରୁ ଅନ୍ୟ ମାଂସ ଖଣ୍ଡକ ଛଡ଼ାଇ ଆଣନ୍ତି, ତେବେ ମୋ ପାଖରେ 2ଟି ମାଂସ ହୋଇଯାଆନ୍ତା। ଆଉ ମୁଁ 2 ଦିନ ଆରାମରେ ବସି ଖାଆନ୍ତି। ତେଣୁ କୁକୁରଟି ପାଣିରେ ଥିବା କୁକୁରକୁ ଘଉଡ଼ାଇବା ପାଇଁ ଭୁକିବାକୁ ଲାଗିଲା। ଭୁକିବା ଫଳରେ ମାଂସ ପାଟିରୁ ପଡ଼ିଗଲା। ପାଣି ଚହଲିଗଲା। ପାଣି ଭିତରେ ଥିବା କୁକୁରଟି ଆଉ ଦେଖାଗଲା ନାହିଁ। କୁକୁର ଭାବିଲା, ବୋଧେ ସେ ତା ମାଂସ ଖଣ୍ଡକ ନେଇ ସେଠାରୁ ଚାଲିଗଲା। ତେଣୁ ସେ ରାଗିଯାଇ ନଈର ପାଣିକୁ ଡେଇଁ ପଡ଼ିଲା। କ'ଣଟାଏ ନଈରେ ଏମିତି ପଡ଼ିଲା ବୋଲି ବଣି ଚମକି ପଡ଼ିଲା। ସେ ଦେଖିଲା କୁକୁର ପାଣିରେ ପହଁରୁଛି। ସେ ଗଛରୁ ଉଡ଼ିଯାଇ କୂଳରେ ବସିଲା। କୁକୁର ପହଁରି ପହଁରି ଉପରକୁ ଆସିବା ପରେ ବଣି କହିଲା, କ'ଣ ବେଶୀ ଗରମ ହେଲା କି? ନଈରେ ଗାଧୋଉଥିଲ? କୁକୁର କହିଲା, ନାଇଁ ସଙ୍ଗାତ, ଆଉ ଗୋଟିଏ କୁକୁରକୁ ଗୋଡ଼ାଇବାକୁ ଯାଇ ମୋର ଏ ଅବସ୍ଥା। ବଣି ଆଶ୍ଚର୍ଯ୍ୟ ହୋଇ ପଚାରିଲା, ପାଣି ଭିତରେ କୁକୁର? ମୁଁ ତ କିଛି ବୁଝିପାରିଲି ନାହିଁ। କୁକୁର କହିଲା, ହଁ ସଙ୍ଗାତ, ମୁଁ ମାଂସ ଖଣ୍ଡିକ ନେଇ ପୋଲ ଉପରେ ଆସୁଥିଲି। ଦେଖିଲି ମୋ ଭଳି ଆଉ ଗୋଟିଏ କୁକୁର। ବଣି କହିଲା, ଓହୋ, ଏବେ ମୁଁ ବୁଝିଲି, ପୂରାପୂରି ବୁଝିଗଲି। ଆଉ ଖଣ୍ଡିଏ ମାଂସ ଖାଇବା ପାଇଁ ତମର ଲୋଭ ହେଲା। କୁକୁର କହିଲା, ହଁ ସଙ୍ଗାତ। ବଣି ବୁଝାଇ କହିଲା, ଲୋଭ କରି ଫଳ ପାଇଲ ତ? ନିଜ ପାଖରେ ଥିବା ମାଂସ ଖଣ୍ଡକ ବି ହରାଇ ବସିଲ। ଲୋଭ କେବେ ଲାଭ କରିନଥାଏ, ସବୁବେଳେ କ୍ଷତି କରିଥାଏ। କୁକୁର ମୁଣ୍ଡ ହଲାଇ କହିଲା, ବଣି ପୁଣି କହିଲା, ପାଣି ଭିତରେ ତମେ ଯେଉଁ କୁକୁର ଦେଖିଥିଲ, ସେଇଟା ତମର ଛାଇ। ସ୍ଥିର ପାଣିରେ ଏମିତି ପ୍ରତିବିମ୍ବ ଦେଖାଯାଏ। କୁକୁର କହିଲା, ସାଙ୍ଗ, ଏକଥା ମୁଁ ତ ଆଗରୁ ଜାଣିନଥିଲି। ଆଜି ତମଠାରୁ ଶିଖିଲି। ବଣି କହିଲା, ହଉ ହଉ, ଏବେ ଘରକୁ ଚାଲ।